ଆମର ଚିଫ୍ ମିନିଷ୍ଟର ଗୋଟେ ଧାରଣା ହେଇଯାଇଛି ଯେ ତାର ଗୋଟେ ଅଛି ଯେ ମୋତେ ଲୋକ ସିରିୟସଲି ନେବେ କାହିଁକି ଏବେ ମୁଁ ମୁଖ୍ୟମନ୍ତ୍ରୀ ତ ସିରିୟସଲି ନେବା ଦରକାର ତ ସିରିୟସଲି ନେବାକୁ ହେଲେ ତାର ବୋଧହୁଏ ଗୋଟେ ମୋହନ ବାବୁର ଗୋଟେ ଧାରଣା ହେଇଛି ଯେ ଦୁଇଟା ଜିନିଷ କରିବା ପଡ଼ିବ ଗୋଟେ ହେଉଛି ସବୁ ମିଟିଂରେ ମୁଁ ଲେଟ୍ ଯିବି ଲୋକମାନେ ଅପେକ୍ଷା କରୁଥିବେ ମାନେ ଯେତେ ଅପେକ୍ଷା କରିବେ ସେତେ ଲୋକମାନେ ଭାବିବେ ଯେ ମୁଁ ଗୋଟେ ଜଣେ ଇମ୍ପୋର୍ଟାଣ୍ଟ ଲୋକ ତ ୱେଟ୍ କରିବା ତ ଲେଟ୍ରେ ଆସୁଛନ୍ତି ସବୁ ମିଟିଂରେ 90% ମିଟିଂରେ ଲେଟ୍ ଘଣ୍ଟାଟେ ଲେଟ୍ 2 ଘଣ୍ଟା ଲେଟ୍ ଚାଲୁଥିବ ଟାଇମ୍ ସାଙ୍ଗରେ কোনো ଇଏ ନାହିଁ କାହିଁ ଏବଂ ଏଇଟା ଏମାନେ କହୁଛନ୍ତି ଯେ ଜାଣି ଶୁଣିକିରି କହୁଛନ୍ତି ତାର ମୁଣ୍ଡରେ ଅଛି ଯେ ଲେଟ୍ ଗଲେ ପଲେ ଲୋକମାନେ ଅପେକ୍ଷା କରୁଛନ୍ତି ମୋର ଇମ୍ପୋର୍ଟାନ୍ସ ବଢ଼ିବ ଆଉ ଗୋଟେ ଜିନିଷ ଅଛି সেটা হচ্ছে লম্বা লম্বা ভাষণ আমার পুরানা পূর্বতন মুখ্যমন্ত্রী নবীন পট্টনায়ক 2 মিনিট পরে কইপারুনଥିଲେ স্বল্পভাষী ଆଉ ଏ ମୁଖ୍ୟମନ୍ତ୍ରୀ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଘଣ୍ଟାଏ ପୂର୍ବରୁ ସରିବନି ତାର ଭାଷଣ ଚାଲୁଥିବ ସିନିୟର ଲୋକକୁ ଭାଷଣ ଦେଉଥିବେ ଏଇଟା ବି ଗୋଟେ ମୋହନ ମାଝୀର ଗୋଟେ କ୍ୟାରେକ୍ଟରିଷ୍ଟିକ୍ ତାର ଧାରଣା ଅଧିକା କହିଲେ ପରେ ଲୋକମାନେ ସିରିୟସଲି ତାକୁ ନେବେ ତାର ପ୍ରତି ଲୋକର ରେସପେକ୍ଟ ବଢ଼ିଯିବ କେତେ ନଲେଜେବଲ୍